ତାପରେ ମତେ ଏଇଲା ବର୍ତ୍ତମାନ ଦେଇଦେଇଛି କଷିବା ଦାୟିତ୍ୱଟା। ଦେଖ ମୁଁ ଏଇଲା କଷୁଛି ଆଉ ଟିକେ ପାଣି ଦିଅନି, ଏଇଟା ଟିକେ ନାଗିଗଲାଣି। ଆମର ଆସିକି ସେଇ ମୁହୂର୍ତ୍ତ ପହଞ୍ଚି ଯାଇଛି ଯୋଉ ମୁହୂର୍ତ୍ତରେ ବର୍ତ୍ତମାନ ମସଲା ପକା ହଉଛି। ଦେଖିପାରୁଥିବେ ଆମର ପଳେଇ ଯାଇଛି ଅଣ୍ଡା। ଅଣ୍ଡା ଚିକେନ ସହିତ ଆମର ଗୋଟେ ଅଣ୍ଡା ରଖା ହେଇଛି ଯୋଉଟା ଆମେ ଖାଇବୁ। ଯେହେତୁ ଆଜି ଆମେ ସାଙ୍ଗ ଛୁଆ ମାନେ ଫିଷ୍ଟ କରିଥିଲୁ ସେଥିପାଇଁ ଆମେ ବାହାରି ପଡିଥିଲୁ ଚିକେନ ଆଣିବା ପାଇଁ। ଆଉ ଆମ ଘର ପାଖରେ ରାଜୁ ଭାଇର ଦୋକାନଟା ପାଖରେ ବୋଲି ଆମେ ସେଥିପାଇଁ ଆମେ ତା ଦୋକାନକୁ ଯାଇଥିଲୁ ଚିକେନ ଆଣିବା ପାଇଁ। ଆଉ ଆମେ ଯାଇକି ପୁରା ରାଜୁ ହେଇକି ପୁରା ଅର୍ଡର ଦେଇଥିଲୁ 2.5 କିଲୋ। ତାପରେ ସେ ପୁରା ଭଲ ଭାବରେ କାଟିକି ପୁରା ୟୁନିକ୍ ଷ୍ଟାଇଲ ଆମ ହାତକୁ ବଢେଇ ଦେଇଥିଲା। ଆଉ ଆମେ ଚିକେନ ନେଇକି ଆସିଲା ବେଳେ ଏପଟେ ଆମର ଭେଟ ହେଇଗଲା ସଉଦା କିଣୁଥିଲେ ଆମ ସାଙ୍ଗମାନେ। ଆଉ ତାଙ୍କ ସହିତ ମିଶିକି ଆମେ ସଉଦା କିଣିଦେଲୁ। ଆଉ ସଉଦା ନେଇକି ତାପରେ ଆମ ଛାତ ଉପରକୁ ଆମେ ପଳେଇଥିଲୁ। ଆଜି ଆମେ ଗାଁ ଛୁଆ ସବୁ ମିଶିକି ପଳେଇ ଆଇଛୁ ଫିଷ୍ଟ କରିବାକୁ, ମାନେ ଆମେ ଗୋଟେ ଘରେ କରିବୁ। ଆଉ ଆମର ଆଜି ଆଇଟମ ହବ ନାନ୍ ଆଉ ହଉଛି ଚିକେନ। ଚାଲ ଦେଖିବା କଣ ହଉଛି। ତ ଫାଇନାଲି ମୁଁ ଯୋଉ କହୁଥିଲି ଆମର ଭୋଜି କଥା ହେଇ ଆମର ଏଠି ଆରମ୍ଭ ହେଇଗଲାଣି। ଆମର ଚୁଲିରେ ଆଜି ଫାଇନାଲି ରୋଷେଇ ହବ। ଫାଇନାଲି ଆମର ଏଠି ଚିକେନ ଧୁଆ କାର୍ଯ୍ୟକ୍ରମ ଚାଲିଛି। ଚନ୍ଦନ ଏଠି ହାଇ କରିଦିଅ ଆଡେ ଅନେଇକି। ହେଇ ଫାଇନାଲି ଆମର ଚିକେନ ଧୁଆ ସରିଯାଇଛି। ତାପରେ ଏଇଲା ଚୁଲି ନାଗିବ। ଏଇ ସବୁ ଆମର ଏଠି କଥା ହଉଛନ୍ତି। ଏଇ ଦେଖ ଏବେ ଛୁଆ ସବୁ ଠିଆ ହେଇ କଥା ହଉଛନ୍ତି। ଏଇଠି ଆମର କାଳିଆ ତାର ପିଆଜ କାଟୁଛି। ଆଉ ଏଠି ଚିକେନ ମଧ୍ୟ ଧୁଆ ସରିଯାଇଛି। ଦେଖ ଚିକେନ ଲୁକ୍ ଏପଟେ କିଛି ଅଛି। ଆଉ ଏପଟେ ଆମର ଚୁଲି ନାଗୁଛି। ଟାଇମ ଆସିଗଲାଣି 9ଟା। ମାନେ ଦେଖିବା କେତେବେଳେ ହଉଛି ଆମର ସରୁଛି। ଯେତେବେଳେ ସରିବ ସେତେବେଳେ ଖାଇବୁ, ଆମର ଟେନସନ ନାହିଁ। ଦେଖ ଏପଟେ ଆମର ରୋଷେଇ ହଉଛି। ରୋଷେଇ ହେଲେ କିନ୍ତୁ ଚୁଲି ନାଗୁନି, କାହିଁକିନା ଚୁଲିରେ ଆମେ ନେଇଆଇଛି ଘଷି। कैसे कैसे लोग रहते हैं यार यहाँ पे। ମାନେ ଗ୍ୟାସ ରେଟ୍ ତ ହେଲା ବର୍ତ୍ତମାନ ଆମ ଆଡେ 3000। ଆଉ ତମ ଆଡେ କେତେ ଟଙ୍କା କମେଣ୍ଟ ନିଶ୍ଚୟ କହିବେ। ଆମର ଏପଟେ ଆମର ଅଦା ଫଦା ଧୁଆ ଧୁଇ ଚାଲିଛି। ଆଉ ଚୁଲିଟା ନାଗିଲେ ସିନା ଆମର ଚିକେନ ବସିବ। ଚିକେନ ଏପଟେ ଅପେକ୍ଷା କରିକି ରହିଛି ଖାଲି ବସିବା ପାଇଁ। ଦେଇଥିଲେ ପେଷ୍ଟ ପାଇଁ ମୁଁ ଏଇଟା କରିକି ନେଇଯାଇଛି। ତାପରେ ଦେଇ ସାରିଲା ପରେ ଦେଖ ବର୍ତ୍ତମାନ ପେଷ୍ଟ ପଡି ଯାଇଛି। ତାପରେ ଆମର ରୋଷେଇ ବି ଆରମ୍ଭ ହେଇଯାଇଛି। ଆଉ ସେପଟେ ଆଳୁ ଫାଳୁ ଧୁଆ ହଉଛି। ଆଉ ସବୁଠାରୁ ବୁଲୁଛନ୍ତି ଇଏ, ସମସ୍ତେ ବୁଲୁଛନ୍ତି ଇଏ ଖାଲି ଏକା ରୋଷେଇ କରୁଛି। ଚିକେନ ତ ଆମର ଏପଟେ ଥୁଆ ହେଇଛି ତାର ଗୋଟେ ଦେଖ ପୁରା କଷି ଦଉଛି। ତାପରେ ମତେ ଏଇଲା ବର୍ତ୍ତମାନ ଦେଇଦେଇଛି କଷିବା ଦାୟିତ୍ୱଟା। ଦେଖ ମୁଁ ଏଇଲା କଷୁଛି ଆଉ ଟିକେ ପାଣି ଦିଅନି, ଏଇଟା ଟିକେ ନାଗିଗଲାଣି ତଳ। ବାସ୍ନା ବି ଭଲ ପଳେଇଲାଣି, କାହିଁକିନା ଚିକେନ ମସଲା ଟା ଦିଆଯାଇଛି ନା ବାସ୍ନା ବି ବଢିଆ ପଳେଇଲାଣି। ଆଉ ବର୍ତ୍ତମାନ ଦେଖିପାରୁଥିବେ ଖାଲି କାଶ୍ମୀର ଚିଲି ଟା ଦେଲେ ଆଉ ଲୁକ୍ ଟା ପୁରା ବଢିଆ ଆସିଯିବ। ସେମିତି ଦେଖେଇଦେଲି ଆଉ ଟିକେ ନାକୁ ପାଣି ଦେ। ଆମର ଆସିକି ସେଇ ମୁହୂର୍ତ୍ତ ପହଞ୍ଚି ଯାଇଛି ଯୋଉ ମୁହୂର୍ତ୍ତରେ ବର୍ତ୍ତମାନ ମସଲା ପକା ହଉଛି। ଦେଖିପାରୁଥିବେ ବର୍ତ୍ତମାନ ଆମର ମିଟ୍ ମସଲା ପକେଇଲାଣି। ହେଲେ ଚିକେନ ମସଲା ପଡିବ। ଆମର ପଳେଇ ଆଇଛି ଅଣ୍ଡା। ଅଣ୍ଡା ଚିକେନ ସହିତ ଆମର ଗୋଟେ ଅଣ୍ଡା ରଖା ହେଇଛି ଯୋଉଟା ଆମେ ଖାଇବୁ। ବର୍ତ୍ତମାନ ଆମର କୁହାଯାଇଥିଲା ଚୁଲି ଜଳୁନି ବୋଲି, କିନ୍ତୁ ଚୁଲି ଯେମିତି ଜାଳୁଛନ୍ତି ଡିସ୍ ଟାକୁ ଜାଳିଦେବେ। ଧୀରେ ଧୀରେ ଜାଳରେ ଡିସ୍ ଜଳିଯିବ। ଆଉ ଯେମିତି ଜଳା ସେମିତି ମଧ୍ୟ କଷା ହଉଛି। ହେଇ ଆମ ରୋଷିଆ ମେନ୍ ରୋଷିଆ ଇଏ ରହିଛି ଖାଲି ଚୁଲି ଜାଳିବ। ମାନେ ଆମର ଚିକେନ ପଡିଯାଇଛି। ଦେଖ ଚିକେନ ଟି ଚୁଲି ଟା ଜଳୁନି, ଚୁଲି ଆଡଜଷ୍ଟ ହେଇଯିବ। ଚିକେନ ଜଷ୍ଟ ପଇଲା ପୁରା ନାଲି ନାଲି ହେଇଛି, ବଢିଆ ହେଇଛି। ଖାଲି ଖାଇବାଟା ବାକି ଅଛି। ଯେହେତୁ ଆମର ଗୋଟେ ରୁମ ରେ ରୋଷେଇ ହଉଛି, ସେମାନେ ଧୂଆଁ ଫୁଆଁରେ ପୁରା ଆଖି ପାଖି ପୋଡିଲାଣି। ମୋ ଆଖିରେ ପୁରା ଲୁହ ବୋହି ପଇଲାଣି। ଆରେ କଣ ଡିସ୍ ବିସ୍ ଜଳିଗଲା କିରେ? ହେ ଧୀରେ ଧୀରେ ଆରେ ଭଲ କି ଜାଳରେ। A few moments later. ମୁଁ ଯୋଉ ପୂର୍ବରୁ ଆପଣମାନଙ୍କୁ କହିଥିଲି ନାନ୍ ଏବଂ ଚିକେନ ଆମେ ଫିଷ୍ଟ କରିଥିଲୁ, ସେଥିପାଇଁ ଆମେ ବାହାରି ପଡିଥିଲୁ ନାନ୍ ଆଣିବା ପାଇଁ କ୍ରିଷ୍ଣା ହୋଟେଲକୁ। ଆଉ ପହଞ୍ଚି ସାରିକି ଭାଇକି ଆମେ ଅର୍ଡର ଦେଇଥିଲୁ ନାନ୍ ପାଇଁ। ଆଉ ଏଠାରେ କ୍ରିଷ୍ଣା ହୋଟେଲରେ ବାବୁ ଭେଟ ହେଲା। ବାବୁ ଟିକେ ହାଇ କରିଦେ। ତାପରେ କ୍ରିଷ୍ଣା ହୋଟେଲରେ ବସୁ ବସୁ ମୋର ହଠାତ୍ ନଜର ପଡିଗଲା ଟିକେ ମାଛ ଉପରେ। ମୁଁ ସେଥିପାଇଁ କହିଲି ମୁଁ ଟିକେ ଭିଡିଓଟା ନ କଲେ ହବ ନାହିଁ, ସେଥିପାଇଁ ଆପଣମାନଙ୍କୁ ଟିକେ ଦେଖେଇଦିଏ। ଆଉ ଏପରି ଆମେ କିଛି ସମୟ ଏଠି ବସିବା ପରେ ଆମର ଫାଇନାଲି ପଳେଇ ଆଇଥିଲା ନାନ୍। ତାପରେ ନାନ୍ ଟାକୁ ଧରିକି ଆମେ ପୁଣି ପଳେଇ ଆସିଥିଲୁ ଘରକୁ। ଫାଇନାଲି ଆମେ ଯେତେବେଳେ ନାନ୍ ନେଇକି ଆଇଥିଲୁ, ତାପରେ ଦେଖିଲୁ ଏଠି ଏମିତି ଚାଲିଥିଲା କାର୍ଯ୍ୟକ୍ରମ। ଆଉ ଘୋଡେଇ ଦେଇଛନ୍ତି କିଛି ସମୟ ସିଝି ଯାଉଛି ଚିକେନ ଟା, ତାପରେ ଆମେ ଖୋଲିବା। ଆଉ ଚିକେନ ଆମର ବର୍ତ୍ତମାନ କଢା ଯିବ। କି ବାସ୍ନା, ଖାଲି ଖୋଲୁ ଖୋଲୁ ବାସ୍ନା ପୁରା ମହକି ଯାଉଛି। ସେ ପ୍ରଥମେ ଗୋଟେ ନେଇକି ଟେଷ୍ଟ କରିବ। ଆମର ରୋଷେଇ ସରିଯାଇଛି, ବର୍ତ୍ତମାନ ଥଣ୍ଡା ପିଉଛୁ। ଆଉ ଥଣ୍ଡା ପିଇ ସାରିଲା ପରେ ଖିଆ ହବ।
तो एपटे आपण मैंने देखिपारे आम खावाई पतर दिया सर खाली बाकी अच्छे चिकेनटा लगे तो आपण मैंने जोटा अपेक्षा कर रही फाइनाली आम से सफल हो जाए आपण मैंने बर्तमान देखिपारे आम खावाई बसी जाइए आउ सेपटे बड़ा बड़ी चलती आम खाईदेबू खाई सारापर देखिए कौन हो आम खाली खाइबा व्यवस्था नुह थंडा व्यवस्था करूँ कहीं थंडा बिना चिकेन टेस्ट पूरा अधूरा कहले चले आ एपटे आपण मैंने सब देखिपारे आम समस्त एका सहित बसी जाऊँ एकाथरे सब लगे आ बर्तमान आपण मैंने देखा पाइबे आमर खाइबा सरी जाइए पत्तर नहीं आम फोकड़ा हम आउ एपटे बिनु आमर ये पूरा बसी जापटे चुली देखा कौन ठंडा है ना गरम अच्छी चुली तो ताकि रात नहीं हम ना बर्तमान देखा पाइबे आमर जो भोजी होता भोजीर पतर आम नहीं पलि ये फोकड़ा चलती आ फोकड़ा सरला आम डिश मंजा कार्यक्रम आरंभ हम आपण मैंने देखिए खाली वेट करूँ तो आपण मैंने देखा पाइबे जो डिश मंजा कार्यक्रम ये आम समस्ते फिस्ट कलु कि जड़े मांझा से रही सी है सानू